ପ୍ରେଜ୍ ଦ ଲର୍ଡ ଫ୍ରେଣ୍ଡସ୍। ପ୍ରଭୁ ଯୀଶୁଙ୍କ ଜୀବିତ ନାମରେ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଆସନ୍ତୁ ଯୀଶୁଙ୍କ ରକ୍ତ ବିଷୟରେ କିଛି ଧ୍ୟାନ କରିବା। ଯୀଶୁଙ୍କର ରକ୍ତ ମଣିଷମାନଙ୍କ ଜୀବନରେ କ'ଣ କ'ଣ ଆଣିଥାଏ ବା କ'ଣ କ'ଣ ହେଇଥାଏ ମନୁଷ୍ୟମାନଙ୍କ ଜୀବନରେ, ଏହାର ଗୋଟେ ଲମ୍ବା ଲିଷ୍ଟ ଅଛି। ବଟ୍ ଆଜି ମୁଁ ଅଳ୍ପ କେତୋଟି ବିଷୟ ଆପଣମାନଙ୍କୁ କହି ବୁଝାଇବା ପାଇଁ ଚେଷ୍ଟା କରିବି ବାଇବେଲରୁ, ଯାହା ଏଫେସିୟ 1:7 ଲେଖାଯାଏ, ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ। ହାଲେଲୁୟା! କେତେ ଆଶୀର୍ବାଦର ବାକ୍ୟ ଅଟେ। ତାହାଙ୍କ ରକ୍ତ ଦ୍ୱାରା ମାନେ ଆମକୁ ଯେଉଁ ପାପ କ୍ଷମା ମିଳିଛି, ଯେଉଁ ପରିତ୍ରାଣ ମିଳିଛି, ମୁକ୍ତି ମିଳିଛି, ଉଦ୍ଧାର ମିଳିଛି, ତାହାଙ୍କ ରକ୍ତ ଦ୍ୱାରା ଅର୍ଥାତ୍ ଯୀଶୁଙ୍କ ରକ୍ତ ଦ୍ୱାରା ଆମକୁ ପାପ କ୍ଷମା ମିଳିଛି। ହାଲେଲୁୟା! ଏହା ଆମର କର୍ମ ନୁହେଁ। ଦିସ୍ ଇଜ୍ ନଟ୍ ମାଇ ୱାର୍କ, ଦିସ୍ ଇଜ୍ ନଟ୍ ଆୱାର ୱାର୍କ, ଦିସ୍ ଇଜ୍ ଦ ୱାର୍କ ଅଫ୍ ଜିସସ୍ ଖ୍ରାଇଷ୍ଟ that he shedded his blood on the cross so that we may have the forgiveness, we may have the salvation. ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଆଜି କ୍ଲିୟରଲି ବୁଝାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ରକ୍ତ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ, ତାହାଙ୍କ ରକ୍ତ ଦ୍ୱାରା ତୁମ୍ଭମାନଙ୍କୁ ମୁକ୍ତି ମିଳିଛି। ଏଇଟା ଆମର ଚେଷ୍ଟା ନୁହେଁ। ଏଠି ଆମେ ଆସିକି କ'ଣ ଗୋଟେ କରିଦେଲୁ, ମୁଁ ବହୁତ ପ୍ରାର୍ଥନା କରିଦେଲି, ଭୟଙ୍କର ବାକ୍ୟ ପ୍ରଚାର କରିଦେଲି, ବହୁତ ବଢ଼ିଆ ଗୀତ ଗାଇଦେଲି, ଆରାଧନା କରିଦେଲି, ବେଶୀ ଦାନ ଦେଇଦେଲି, ସେଥିପାଇଁ ମୋର ପାପ କ୍ଷମା ହେଇନାହିଁ। ମୁଁ ପାପୀ ଥିଲି, ଅଯୋଗ୍ୟ ଥିଲି, ଘୃଣାଯୋଗ୍ୟ ଥିଲାବେଳେ ଯୀଶୁ ନିଜର ରକ୍ତ କ୍ରୁଶରେ ଦେଇ ମୋର ପାପ କ୍ଷମା କରିଛନ୍ତି, ମୋତେ ଉଦ୍ଧାର କରିଛନ୍ତି, ମୋତେ ପରିତ୍ରାଣ ଦେଇଛନ୍ତି। ପରିତ୍ରାଣ ପାଇଛନ୍ତି, ସେଥିପାଇଁ ପ୍ରାର୍ଥନା କରନ୍ତୁ, ବାକ୍ୟ ପ୍ରଚାର କରନ୍ତୁ, ବାକ୍ୟ ଧ୍ୟାନ କରନ୍ତୁ, ଦାନ ଦିଅନ୍ତୁ, ଆରାଧନା କରନ୍ତୁ, ଗୀତ ଗାଆନ୍ତୁ। ପରିତ୍ରାଣ ପାଇଛନ୍ତି ବିନା ମୂଲ୍ୟରେ, ସେଥିପାଇଁ ଏସବୁ କରନ୍ତୁ। Don't think that you are doing something to get salvation and you will get it. Never. ଆପଣ କେବେ ମଧ୍ୟ ନିଜର କର୍ମ, ନିଜର ଚେଷ୍ଟା ଦ୍ୱାରା ପରିତ୍ରାଣ ପାଇପାରିବେ ନାହିଁ। ଏହା ବାଇବେଲ କ୍ଲିୟରଲି କହୁଛି, ତାହାଙ୍କ ରକ୍ତ ଦ୍ୱାରା ତୁମ୍ଭେମାନେ ମୁକ୍ତି ଏବଂ ପାପ କ୍ଷମା ପାଇଛ। Only because of the blood of Jesus Christ. ସେଥିପାଇଁ ଯୀଶୁ ମାଥ୍ୟୁ 26:28 କହନ୍ତି, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ଯୀଶୁ କହୁଛନ୍ତି, ଯେଉଁ ଅନେକଙ୍କର ପାପ କ୍ଷମା ନିମନ୍ତେ, ଅନେକଙ୍କର ଉଦ୍ଧାର ନିମନ୍ତେ ରକ୍ତ ବୁହାଇବାର ଥିଲା, ଏହା ମୋର ସେହି ରକ୍ତ, ଏଇଟା ମୋର ସେହି ରକ୍ତ। ହାଲେଲୁୟା! This is my blood that will bring salvation. କାରଣ ଏଭ୍ରି 9:22 ମଧ୍ୟ ଲେଖାଯାଏ, ବିନା ରକ୍ତପାତରେ ପାପ କ୍ଷମା ହୁଏ ନାହିଁ। ସେଥିପାଇଁ ଯୀଶୁ ଆମର ସମସ୍ତଙ୍କର ପାପର ବଳି ସ୍ୱରୂପେ ନିଜକୁ ଉତ୍ସର୍ଗ କଲେ, ଯେଉଁଦ୍ୱାରା ଆମେ ସମସ୍ତେ ପରିତ୍ରାଣ ପାଇଲୁ ଏବଂ ଏହି ସଂସାର ପରିତ୍ରାଣ ପାଇପାରିବ। ହାଲେଲୁୟା! ଯୀଶୁଙ୍କର ରକ୍ତରେ ସମସ୍ତଙ୍କର ପାପ କ୍ଷମା ହେଇପାରିବ। This is not our possibility, this is not our ability, this is not our capability. This is the work of Jesus Christ that he already has done on the cross of Calvary. ଆଜି ବାକ୍ୟ ଶୁଣୁଥିବା ପ୍ରତ୍ୟେକଙ୍କୁ ମୁଁ କହିବାକୁ ଚାହେଁ, ଆପଣମାନଙ୍କର ପାପ କ୍ଷମା, ଉଦ୍ଧାର, ମୁକ୍ତି ଯୀଶୁଙ୍କ ରକ୍ତରେ ହିଁ ଅଛି। Only the blood of Jesus can forgive your sin. ଯୀଶୁଙ୍କ ରକ୍ତ ବିନା ମୁକ୍ତି ନାହିଁ। ଯୀଶୁଙ୍କ ରକ୍ତ ବିନା ପାପ କ୍ଷମା ପାଇପାରିବେ ନାହିଁ, କେଉଁଠି ବି ନାହିଁ। ଆପଣଙ୍କୁ କିଏ ବି ପାପ କ୍ଷମା କରିପାରିବ ନାହିଁ, ଦେଇପାରିବ ନାହିଁ। ଯୀଶୁଙ୍କ ରକ୍ତ ଛଡ଼ା ଆପଣ କେଉଁଠି ବି କାହାଠାରେ ମଧ୍ୟ ଉଦ୍ଧାର ପାଇପାରିବେ ନାହିଁ। ଆହୁରି ମନୁଷ୍ୟ ଚିନ୍ତା ନ କରୁ ଯେ ମୋର କ୍ରିୟାକର୍ମ ଦ୍ୱାରା ମୋର ପାପ କ୍ଷମା ହେଇଛି, ମୋର ବଡ଼ ବଡ଼ କାମ ହେତୁ ମୁଁ ପରିତ୍ରାଣ ପାଇଛି। ବିଲକୁଲ ନାହିଁ। ହାଲେଲୁୟା!
ଏହା ଯୀଶୁଙ୍କର କାମ ଅଟେ। ପବିତ୍ର ଆତ୍ମା କହିବାକୁ ଚାହାନ୍ତି, ଏଫେସିୟରେ ମଧ୍ୟ ଆମେ ପଢ଼ିଲୁ, ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ପାପ ସବୁର କ୍ଷମା ପ୍ରାପ୍ତ ହେଇଛୁ ଆମେ। ହାଲେଲୁୟା, ପ୍ରଭୁଙ୍କର ମହିମା ହଉ। ପୁରାତନ ନିୟମରୁ ମଧ୍ୟ ଗୋଟେ ଦୁଇଟା ବିଷୟ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି, ଯାହା ଲେବିୟ ତାର 4:32ରେ ଲେଖାଯାଏ, ଯେବେ ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସା ଆଣେ, ତେବେ ନିଖୁନ୍ତ ମେଷବତ୍ସା ଆଣିବ। ଏହି ବାକ୍ୟର ସୁନ୍ଦରତା ହେଉଛି, ଯେତେବେଳେ ଜଣେ ମନୁଷ୍ୟ ପାପ କରି ପାପର ବଳି ଧରି ଯାଜକମାନଙ୍କ ନିକଟକୁ ଧରି ଆସୁଥିଲେ, ସେତେବେଳେ ଏହି ଯାଜକ ପାପୀ ଠାରୁ ଅଧିକ ବଳିଦାନକୁ ଦେଖୁଥିଲେ। ଏଠି ମଧ୍ୟ ଲେଖା ହେଇଛି, ଦେଖନ୍ତୁ କ'ଣ ବୋଲି ଲେଖା ହେଇଛି, ତେବେ ସେ ନିଖୁନ୍ତ ମେଷବତ୍ସା ଆଣିବ। He shall bring the lamb that has no defect। ମାନେ ସେ ବଳି ଉପରେ କିଛି ଖରଚ ନଥିବାର ଅଛି, ବଳି ଉପରେ କୌଣସି ଚିହ୍ନ ନଥିବାର ଅଛି, ସେ ବଳିକୁ କୌଣସି ପ୍ରକାର ଅସୌନ୍ଦର୍ଯ୍ୟତା ନଥିବାର ଅଛି, ସେ ବଳି ଠିକ୍ ଥିବାର ଅଛି। ପାପୀ ଯେମିତି ହେଲେ ଚଳିବ। ଆପଣମାନେ ବୁଝିପାରୁଛନ୍ତି? ମାନେ ପାପୀ ଯିଏ ବି ହେଉ, କିନ୍ତୁ ବଳି ସେ କେମିତିଟା ଆଣବାକୁ ପଡ଼ିବ? ନିଖୁନ୍ତ ମେଷ ଶାବକ ଆଣବାକୁ ପଡ଼ିବ। ନିଖୁନ୍ତ, କ୍ଲିନ୍, ପୁରା ପୁରା ସଫା ଥିବ, ପୁରା ପରଫେକ୍ଟ ମେଷ ଶାବକ ନେଇ ଆଣବାକୁ ପଡ଼ିବ। ମୁଁ ବହୁତ ଖୁସି ହେଲି ଯେତେବେଳେ ପୁରାତନ ନିୟମ ଏବଂ ନୂତନ ନିୟମର ଏହି ଦୁଇ ଗୋଟି ବାକ୍ୟକୁ ମୁଁ ମିଶେଇକି ଧ୍ୟାନ କଲି। ପାପୀ ଯିଏ ମଧ୍ୟ ହେଉ, ପାପୀ ଯେମିତିଟା ହେଲେ ମଧ୍ୟ ଚଳିବ, କିନ୍ତୁ ମେଷ ଶାବକ ପରଫେକ୍ଟ ଥିବାର ଅଛି। ହାଲେଲୁୟା। ତେବେ ନୂତନ ନିୟମ କହୁଛି, ଆମର ଯୀଶୁ ପରଫେକ୍ଟ, ହି ଇଜ ଦ ପରଫେକ୍ଟ ମ୍ୟାନ୍। ପାପର ଲେଶ ମାତ୍ର ନାହିଁ ତାହାଙ୍କ ଦେହରେ, ପାପର ଲେଶ ନାହିଁ ତାଙ୍କ ଜୀବନରେ। ଖୋଜି ଖୋଜି ଥକି ଗଲେ ମଧ୍ୟ ଯୀଶୁଙ୍କ ଜୀବନରେ କେହି ପାପ ଖୋଜି ପାରିଲେ ନାହିଁ। ହି ୱାଜ ଦ ପରଫେକ୍ଟ ଲ୍ୟାମ୍ବ। ନିଖୁନ୍ତ ମେଷ ଶାବକ ଅଟନ୍ତି ସେ, ପୁରା ନିଟ୍ ଆଣ୍ଡ କ୍ଲିନ୍, ପୁରା ସଫା, ପରଫେକ୍ଟ, ନିର୍ମଳ, ପୁରା ସ୍ୱଚ୍ଛ, ପବିତ୍ର, ସୂଚି। ହାଲେଲୁୟା। ଏତେ ବ୍ୟୁଟିଫୁଲ ଆମର ବାଇବେଲ, ଏହି ବାକ୍ୟ ଗୁଡ଼ାକ ବୁଝୁଥିଲେ, ୱାଓ, ଆଇ ଗ୍ଲାଡ୍ ଟୁ ଷ୍ଟଡି ଦ ବାଇବେଲ ରିଏଲି। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମର ପାପ କ୍ଷମା କଲେ, ସେ ଆମକୁ ଦେଖି କ୍ଷମା କରିନାହାନ୍ତି, ଯୀଶୁଙ୍କୁ ଦେଖି କ୍ଷମା କରିଛନ୍ତି। ହାଲେଲୁୟା। ଯୀଶୁଙ୍କୁ କ୍ରୁଶ ଉପରେ ଦେଖି କ୍ଷମା କରିଛନ୍ତି। ଆମେ ବହୁତ ଘୃଣା ଯୋଗ୍ୟ ଥିଲୁ, ଆମେ ବଡ଼ ବଡ଼ ପାପୀ ଥିଲୁ, ମାତ୍ର ସେ ଆମକୁ ଦେଖି ନାହାନ୍ତି। କାରଣ ବାକ୍ୟ କହୁଛି, ପାପୀ ଯିଏ ହେଲେ ମଧ୍ୟ ସେ ନିଖୁନ୍ତ ମେଷ ଶାବକ ଆଣୁ। ଯେମିତି ସେମିତି ମେଷ ଶାବକ ଆଣିଲେ ହବ ନାହିଁ, ନିଖୁନ୍ତ ପରଫେକ୍ଟ ମେଷ ଶାବକ ଆଣୁ। ପାପୀ ଯେମିତି ଥିଲେ ମଧ୍ୟ ଚଳିବ, ମାତ୍ର ବଳି ପରଫେକ୍ଟ ଥିବା ଦରକାର। ହାଲେଲୁୟା। ସେଥିପାଇଁ ଆଜି ଆମେ ଯେତିକି ବଡ଼ ପାପୀ ହେଲେ ମଧ୍ୟ, ଯେତିକି ଘୃଣାଯୋଗ୍ୟ ମନୁଷ୍ୟ ହେଲେ ମଧ୍ୟ ପରମେଶ୍ୱର ଆମକୁ କ୍ଷମା କଲେ। ଏଇଟା ଆମକୁ ଦେଖି କରିନାହାନ୍ତି, ଯୀଶୁଙ୍କୁ କ୍ରୁଶରେ ଦେଖି ପରମେଶ୍ୱର ଆମକୁ ଗ୍ରହଣ କରିଛନ୍ତି। ସେଥିପାଇଁ ପବିତ୍ର ଆତ୍ମା କହୁଛନ୍ତି, ତାହାଙ୍କ ରକ୍ତ ଦ୍ୱାରା ତୁମ୍ଭେମାନେ ମୁକ୍ତି ଅର୍ଥାତ୍ ପାପ ସବୁର କ୍ଷମା ପ୍ରାପ୍ତ ହେଇଛ। ଏଇଟା ଆମର ନିଜର ଚେଷ୍ଟା ନୁହେଁ, ଏଇଟା ଆମେ କ'ଣ ଗୋଟେ କରିଦେଲୁ, ଆହୁରି ପରମେଶ୍ୱର ଆମକୁ ଇମ୍ପ୍ରେସ ହେଇଗଲେ, ଆହୁରି ଆମକୁ କ୍ଷମା ଦେଲେ, ପରିତ୍ରାଣ ଦେଲେ, ତାହା ନୁହେଁ। ଏଇଟା ଯୀଶୁଙ୍କର ରକ୍ତ ଦ୍ୱାରା ଆମେ ସମସ୍ତେ ଉଦ୍ଧାର ପାଇଛୁ। ଯୀଶୁଙ୍କର ରକ୍ତ ହେତୁରୁ ଆମର ପାପ କ୍ଷମା ହେଇଛି। ବଳି କରିଲା ବେଳେ ଯାଜକମାନେ ପାପୀକୁ ନାହିଁ, ମେଷ ଶାବକକୁ ଦେଖୁଥିଲେ, ପଶୁକୁ ଦେଖୁଥିଲେ, ଛେଳିକୁ ଦେଖୁଥିଲେ। ପାପୀ ଠାରୁ ଅଧିକ ବଳିକୁ ଦେଖାଯାଉଥିଲା। ସେଥିପାଇଁ ପରମେଶ୍ୱର ଆମର ବଡ଼ ବଡ଼ ପାପ, ଭୟଙ୍କର ଘୃଣାଯୋଗ୍ୟ ଭାବନା ଆମ ଜୀବନରେ ଥିଲେ ହେଁ, ଏତେ ଗନ୍ଧିଆ ପୁରା କିଚଡ଼ ପରି ଆମର ଜିନ୍ଦଗି ହେଲେ ମଧ୍ୟ
आमको ग्रहण कले। कारण आमे नुहे, कारण जीशु अटंती। जीशु को क्रूसरे देखी परमेश्वर आम परी पापी मान को ग्रहण कले। एटा केबे भूलिबे नहीं। डोंट फॉरगेट द ब्लड ऑफ जीसस। जीशुंकर रक्त बिना आपण कौनसी काम करी मध्य परित्राण पाई पारिबे नहीं। जीशुंकर रक्त छड़ा कहा ठारे मध्य पाप क्षमा नहीं। नो वन कैन फॉरगिव योर सिन, नो वन कैन सेव यू। विदाउट द ब्लड ऑफ जीसस क्राइस्ट देयर इज नो फॉरगिवनेस, देयर इज नो साल्वेशन। ताहांको रक्त द्वारा तुम्भ मानंकु मुक्ति एवं पाप क्षमा मिली। हालेलुया, थैंक यू जीसस, हालेलुया। प्रभुंकर महिमा हो। आमे जदि निजर जीवन विषय देखिबा, आमर अतीत जीवन विषय जदि आमे भाबिबा, आमको डर लागि जिवो। एते बड़ पापी थिली मु, एते खराब काम करूथिली मु, एमती थिली मु, मते केमती ग्रहण कले परमेश्वर। आज पवित्र आत्मा कहवा को चाहती, परमेश्वर तुमको देखी ग्रहण करिना, जीशु को देखी तुमको ग्रहण कराई। क्रूसरे जीशुंकर रक्त हेतुरु आमे उद्धार पाइछु। आमे एठी आसिकी भयंकर वाक्य प्रचार करी, भयंकर आराधना करी, बेसी बेसी दान देई करी परित्राण पाइना हूँ। परित्राण पाइला परे अवश्य आमे आराधना करुछु, गीत गाउछु, दान देउछु, वाक्य ध्यान करुछु, परित्राण पाइछु बोली करिछु। But the salvation is not our work. This is the work of Jesus Christ on the cross. The forgiveness is not our work. This is the work of our King, our Daddy Jesus Christ. What He has done on the cross of Calvary. आपण जे केही हुअन्तु, जीशुंकर रक्त रे पाप क्षमा एवं उद्धार मुक्ति अछि बोली जदि आपण विश्वास करिवे, आपण परित्राण प्राप्त हेबे। आपण जे कोनोसी धर्मर लोक हुअन्तु, जे कोनोसी भाषार लोक हुअन्तु, जे कोनोसी जातिर लोक हुअन्तु, जे कोनोसी व्यक्ति हुअन्तु, आपण आज जदि जीशुंक रक्त रे पाप क्षमा अछि बोली विश्वास करी निजर पाप स्वीकार करी क्षमा मागिबे, आपण मुक्ति उद्धार एवं पाप क्षमा पाई परित्राण प्राप्त हेबे। एहा पवित्र आत्मा कहउछंती। कारण जीशुंक रक्त छड़ा आउ केउठी मध्य पाप क्षमा नाही। कौनसी मनुष्य निजर धर्म कर्म रे परित्राण पाई पारिबो नाही। No one can have the salvation with their own work. निजर चेष्टा। आजिकाली मोरालिटी उपरे लोक माने बहुत फोकस करुछंती। भल भल वस्त्र पिंधले, भल भल व्यवहार करदेले परित्राण पाई जाई हेबो। जीशुंकर क्रूसकु रक्तकु टिके साइड कर देकी से माने भाबुछंती मोर धार्मिकता, मोर पवित्रता जीशुंकर रक्त आ क्रूस ठारू मध्य बड़ी की अछि। बाप रे, पवित्र आत्मा कहउछंती ताहांको रक्त द्वारा तुम्भ मानकर पाप क्षमा हेछि। एठी आसिके बड़ तीर मारी देई नांती पाप क्षमा पाई। जीशु आम पाई क्रूसरे मरिछंती। आमर पाप पाई क्रूसरे निजर रक्त को ढाली छंती। मेसो शावक मानंकु नहीं जाजक माने जेपरी पापी मानकर पाप क्षमा निमंते बलि करी रक्त को बेदी उपरे सिंचुथिले, सेही परी जीशुंकर रक्त क्रूस उपरे एई समग्र जगतर मनुष्य मानकर पाप पाई छिंचा जाई अछि। सेथिपाई आज जे मध्य जीशुंकर रक्त रे विश्वास करिवो से परित्राण पाइबो। जे मध्य जीशुंको उपरे विश्वास करी आज जीशुंको ग्रहण करिवो से मुक्ति पाइबो, से उद्धार पाइबो, से रक्षा पाइबो। जीशुंको रक्त छड़ा पाप क्षमा नाही। बहुत आशीर्वाद कथा जेते बेले आपण माने बहुत प्रार्थना करंती, वाक्य ध्यान करंती, दान दियंती, आराधना करंती, अनेक उद्योगीर काम गुड़ाक करंती, स्पिरिचुअल एक्टिविटी गुड़ाक पूरा लीड करके आपण माने आगो को नियंती। बहुत आशीर्वाद एवं आनंदर विषय अटे। मात्र ताहा जे आपण मानकु परित्राण देउछि ताहा भाबंतु नाही।
ଆପଣ ପରିତ୍ରାଣ ପାଇଛନ୍ତି ସେଥିପାଇଁ ଏସବୁ କରୁଛନ୍ତି। ବିନା ମୂଲ୍ୟରେ ସେ ନିଜର ରକ୍ତ ଦେଇ ଆପଣଙ୍କର ପାପ କ୍ଷମା କରିଛନ୍ତି। ଆପଣ ଯେତେବେଳେ ଜାଣି ବି ନଥିଲେ ସେତେବେଳେ ସେ ନିଜର ଜୀବନ ଦେଲେ କ୍ରୁଶ ଉପରେ ଏବଂ ଆପଣଙ୍କୁ ଉଦ୍ଧାର କଲେ। କେବେ ଭାବନ୍ତୁ ନାହିଁ ଯେ ଆପଣ ନିଜର କର୍ମ ଦ୍ୱାରା ପରିତ୍ରାଣ ପାଉଛନ୍ତି, ନିଜର କାମ ଦେଖିକି ପରମେଶ୍ୱର ଆପଣମାନଙ୍କର ପାପ କ୍ଷମା କରୁଛନ୍ତି, ବିଲକୁଲ ନୁହେଁ। ଏବେ ଆପଣମାନେ ଯେମିତି ଶୁଣିଲେ, ଯାଜକମାନେ ଯେପରି ପାପୀ ଠାରୁ ଅଧିକ ବଳିକୁ ଦେଖୁଥିଲେ, ସେହିପରି ପରମେଶ୍ୱର ଆମକୁ ନ ଦେଖିକି ଯୀଶୁଙ୍କୁ କ୍ରୁଶରେ ଦେଖିଲେ ଏବଂ ଆମର ପାପ କ୍ଷମା କଲେ। ୱାଓ, ହ୍ୱାଟ୍ ଏ ବ୍ୟୁଟିଫୁଲ ୱାର୍ଡ ଅଫ୍ ଗଡ୍। ଏତେ ସୁନ୍ଦର, ଏତେ ଆଶ୍ଚର୍ଯ୍ୟ ପରମେଶ୍ୱରଙ୍କର ବାକ୍ୟ, ଏତେ ପ୍ରେମରେ ପରିପୂର୍ଣ୍ଣ, ଏତେ ଅନୁଗ୍ରହ ଦୟାରେ ପରିପୂର୍ଣ୍ଣ ବାକ୍ୟ ପରମେଶ୍ୱରଙ୍କର। ଆଇ ଥ୍ୟାଙ୍କ ଗଡ୍। ସତରେ ପରମେଶ୍ୱର ଯଦି ମୋତେ ଦେଖିଥାନ୍ତେ, ମୋର ପାପକୁ ଦେଖିଥାନ୍ତେ, ମୋର ଘୃଣା ଯୋଗ୍ୟ ଜୀବନକୁ ଦେଖିଥାନ୍ତେ ବୋଲି କହିଲେ ମୋତେ କେବେ ବି ଗ୍ରହଣ କରିନଥାନ୍ତେ ପରମେଶ୍ୱର। ଯୀଶୁଙ୍କୁ କ୍ରୁଶରେ ଦେଖି ମୋର ପାପ କ୍ଷମା କଲେ ପରମେଶ୍ୱର, ମୋତେ ଉଦ୍ଧାର ଦେଲେ। ୱାଓ, ଆଇ ଥ୍ୟାଙ୍କ ଜିସସ୍। ମୁଁ ହୃଦୟର ପୂର୍ଣ୍ଣତା ସହିତ ଯୀଶୁଙ୍କର ଧନ୍ୟବାଦ କରୁଛି। ଆପଣମାନେ ମଧ୍ୟ କରନ୍ତୁ। ଏହି ଛୋଟିଆ ବାକ୍ୟ ଦେଇ ପରମେଶ୍ୱର ଆପଣମାନଙ୍କୁ ବହୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ। ଆମେନ୍।